ନା ବ୍ରଜକିଶୋର ବେହେରା ମୋ ଘର ଏରଞ୍ଚ ବାଲିସାହି। ମୁଁ ଜଣେ ଜାତିରେ ଶ୍ରେଷ୍ଠ କୈବ୍ରତ ମହାସଂଘରେ ଜନ୍ମିତ। ମୋ ଆଜି ଯେଉଁ କାର୍ଯ୍ୟକ୍ରମ ହେଲା ଦୀର୍ଘ ଆମ କୈବ୍ରତ ମହାସଂଘର ଇଏ ହେଲା ଆମର ମାନେ କୌଳିକ ବୃତ୍ତି। ଆମର ମା ହେଲେ ଇଷ୍ଟ ଦେବୀ ବାସେଳି ଦେବୀ। ଆମେ ତାଙ୍କୁ ପୂଜା କରୁ। ଆମେ କୂଳର ସିଏ ଆମର ଦେବୀ। ଆମେ ଦୀର୍ଘ 5 ବର୍ଷ ହେଲା ଏ ଅନୁଷ୍ଠାନଟା ଜାରି ରଖିଛୁ ମାଆଙ୍କ ଆଶୀର୍ବାଦରୁ। ଏମିତି ଆଗକୁ ଆମର ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଚୈତି ଘୋଡ଼ା ଆମର ବିଭିନ୍ନ ଗ୍ରାମରୁ ସବୁ ଆସୁଛନ୍ତି ମା ମାନଙ୍କୁ ଆମେ ନିମନ୍ତ୍ରଣ କରିଥିଲୁ। ଗୁଆ ବର୍ତ୍ତନ ଦେଇକି ନିମନ୍ତ୍ରଣ କରିଥିଲୁ। ମା ମାନେ ସବୁ ଆସିଥିଲେ। ବିଭିନ୍ନ ପ୍ରକାର ସାଜସଜାରେ ଏଠି ବିଭିନ୍ନ ପ୍ରକାର ନୃତ୍ୟ ସଙ୍ଗୀତ ଇଏରେ ମାଧ୍ୟମରେ ବାଜା ରୋଷଣୀ ମାଧ୍ୟମରେ ଆମକୁ ମାଆଙ୍କୁ ପାଛୋଟି ଆଣିଲୁ। ଏ ମାଆଙ୍କୁ ପୂଜା ଅର୍ଚ୍ଚନାରେ ଆମେ ନିୟୋଜିତ ହେଲୁ। ଆମ ଘରର କୂଳ ବଧୂମାନେ ସବୁ ଆସି ପୂଜା ଅର୍ଚ୍ଚନା କଲେ ମାଆଙ୍କୁ ବନ୍ଦାପନା କଲେ। ତାପରେ ଆମର ଖାଦ୍ୟପେୟର ବ୍ୟବସ୍ଥା ହେଇଥିଲା। ସବୁ ଆମ ଜାତିର ସବୁ କୈବ୍ରତ ଜାତିର ସବୁ ଆସିଥିଲେ ମା ଭଉଣୀ ସବୁ ଆସିଥିଲେ। ସେମାନେ ସତ୍ସଙ୍ଗମାନେ ଖାଦ୍ୟପେୟ ପରିବହନ କରିକି ଏଠି ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ଘୋଡ଼ା ନାଚ ଯେଉଁ ହେଉଥିଲା ସେଠି ଉପଭୋଗ କଲେ। ତାପରେ ବର୍ତ୍ତମାନ ଆଜ୍ଞା ମାଆଙ୍କୁ ଆମେ ମେଲାଣି ଦେଉଛୁ। ବର୍ତ୍ତମାନ ମେଲାଣି ସରିଲା ପରେ ଆମେ ସବୁ ଜେଜା ଘରକୁ ଯିବୁ। ରମେଶ ଚନ୍ଦ୍ର ମାଝୀ ସମ୍ପାଦକ କୈବ୍ରତ ମହାସଂଘ ନିଆଳି। ଆଜି ନିଆଳି ବ୍ଲକ ଅନ୍ତର୍ଗତ ଏରଞ୍ଚର କୈବ୍ରତର ଜାତି ଭାଇଙ୍କୁ ନେଇ କୈବ୍ରତ କୂଳର ଇଷ୍ଟଦେବୀ ମା ଅଶ୍ୱିନୀ ବାସଳୀଙ୍କର ମେଲଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହା ଦୀର୍ଘ 5 ବର୍ଷ ଧରି ଚାଲୁ ରହୁଛି। କୈବ୍ରତ କୂଳର ଭାଇ ବିଶେଷ କରି ବୈକୁଣ୍ଠ ଭାଇ ବ୍ରଜ ଭାଇଙ୍କର ବିଶେଷ ସହଯୋଗରେ ତଥା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠାନଟି ବହୁ ମାତ୍ରାରେ ଆଗେଇ ଚାଲିଛି। ପ୍ରଥମେ ମାଆଙ୍କର ଝୁମଣ ଯାତ୍ରା କରାଗଲା। ପଣା ଏବଂ ଭୋଗ ଲାଗି ପରେ ମାଆଙ୍କର ଯେଉଁ କୈବ୍ରତ କୂଳର ନାଚ ଚୈତାଳି ଘୋଡ଼ା ନାଚ ପରିବେଷଣ କରାଯାଇ ମାଆଙ୍କୁ ମେଲାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ମାତ୍ରାରେ ସମାଗମ ଲୋକ ହୋଇଥିଲେ ଏବଂ ଗ୍ରାମବାସୀଙ୍କର ପୂର୍ଣ୍ଣ ସହଯୋଗରେ ଯାହା ହେଉ ମାଆଙ୍କର କାର୍ଯ୍ୟକ୍ରମ ଚାଲିଥିଲା। ଏହା କୈବ୍ରତ ଜାତିର ଗୋଟେ ଶ୍ରେଷ୍ଠ ଇଷ୍ଟଦେବୀ ବାସେଳି କୈବ୍ରତ ଜାତିକୁ ଉନ୍ନତି ପଥରେ ଆଗେଇ ନିଅନ୍ତୁ, ଏହା ହିଁ ମୋର କାମନା। ଆର୍ତ ପରିତ୍ରାଣ ପରାୟଣୀ ସର୍ବସାଥି ଦେବୀ ମା ଅଶ୍ୱିନୀ ବାସଳୀ ଦେବୀ ନମସ୍ତୁତେ। ଭଗବତୀ ମା ଅଶ୍ୱିନୀ ବାସଳୀଙ୍କ ଆଜି ମେଲଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏରଞ୍ଚ ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। 5 ବର୍ଷ ଦୀର୍ଘ 5 ବର୍ଷ ଧରି ଏଠି ମେଲଣ ହେଉଛି। ଜଗତଜନନୀ ମା ଅଶ୍ୱିନୀ ବାସଳୀ ଯିଏ କୈବ୍ରତ କୂଳ ଇଷ୍ଟ ଦେବୀ, ତାଙ୍କୁ ପୂର୍ଣ୍ଣିମା ଦିନ ଘୋଡ଼ା ମଣ୍ଡା ଯାଏ ଏବଂ ବିଭିନ୍ନ ଜାତିରେ ଭୋଗ ଖାଆନ୍ତି। ଶୀତଳ ଲାଗି ହୁଏ ଏବଂ ଏରଞ୍ଚରେ ତୃତୀୟ ଦିନ ପୂର୍ଣ୍ଣିମାର ତୃତୀୟ ଦିନ ଏଠି ମେଲଣ ହୁଏ। ପ୍ରତିବର୍ଷ ହେଉଛି 5 ବର୍ଷ ଧରି ହେଉଛି। ତେଣୁ ବୈକୁଣ୍ଠ ଭାଇଙ୍କୁ ଏବଂ କୈବ୍ରତ କୂଳ ସମାଜ ସମସ୍ତଙ୍କୁ ଧନ୍ୟବାଦ। ସେମାନେ ଏହି ଆୟୋଜନ କରିଛନ୍ତି। ଆଉ ବିଭିନ୍ନ ଅଞ୍ଚଳରୁ ଆସିଥିଲେ ଠାକୁର ମା ଭଗବତୀ ଆସିଥିଲେ। ହାଜିପୁର କଟକରୁ ଆସିଥିଲେ, ଆମର କୁଳଶଙ୍କର ଆସିଥିଲେ, ଅଳତଙ୍ଗ ଆସିଥିଲେ, କୁଳେଶ୍ୱରୀ ଆସିଥିଲେ, କସଦା ବଢ଼ିଆସ ଆସିଥିଲେ, ଆମ ଠାକୁର ମଧ୍ୟ ଆସିଥିଲେ। ଏରଞ୍ଚଳ ଏଠି ସ୍ଥାନପତି ହୋଇଥିଲେ ଏବଂ ଗୋବିନ୍ଦପୁର ମଧ୍ୟ ଆସିଥିଲେ। ଭଲ ଲାଗିଲା ଏବଂ ବହୁତ ଆଡ଼ମ୍ବର ସହିତ ଗାଁ ପରିକ୍ରମା କଲେ। ଗ୍ରାମ ପରିକ୍ରମା ସହିତ ବାଜା ବାଦ୍ୟରେ କାଳିସା ଲାଗି ସହିତ ଆସି ମା ବିରାଜମାନ ଆସ୍ଥାନରେ ଏବଂ ତାପରେ ହୋମ ହେଲା। ହୋମ ସରିଲା ବାଦ ମାଆଙ୍କ ଶୀତଳ ଲାଗି ହେଲା, ମହାଆଳତୀ ହେଲା ଏବଂ ପରେ ପରେ ଭୋଗ ଲାଗି ହେଲା ଏବଂ ଆଳତୀ ହେଲା। ଆଳତୀ ପରେ ମାଆଙ୍କ ହରିହର ଭେଟ ହେଲା। ହରିହର ଭେଟ ପରେ ସମସ୍ତେ ନିଜ ସ୍ଥାନକୁ ଫେରିଗଲେ। ବହୁତ ଖୁସି ଲାଗେ ମାଆଙ୍କର ମେଲଣ ବିଭିନ୍ନ ଅଞ୍ଚଳରୁ ମାଆମାନଙ୍କର ଭେଟ, ଭଉଣୀମାନଙ୍କର ଭେଟ ବହୁତ ଖୁସି ଲାଗେ ଏବଂ ଏରଞ୍ଚର ସମସ୍ତ ଗ୍ରାମବାସୀ ଧନ୍ୟବାଦ। ଭଗବତୀ କରୁଣାମୟୀ ସମସ୍ତଙ୍କୁ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ, ଏଠି ମା ଭଗବତୀଙ୍କ ପାଖରେ ମୋର କାମନା। ଜୟ ମା ବାସଳୀ, ଜୟ ଜଗନ୍ନାଥ।